ପିଲାଦିନର ସେଇ ସ୍ମୃତି ଆପଣମାନଙ୍କର ମନେ ଅଛି? ଖରାଦିନ ଟହ ଖରାରେ ଆଇସ୍କ୍ରିମ୍ ବାଲାର ଡାକ। ଏଇ ଡାକଟି ମନରେ ବହୁତ ଖୁସି ଭରିଦିଏ। ପିଲାଦିନର ସମସ୍ତ ସ୍ମୃତିକୁ ତାଜା କରିବା ପାଇଁ, ତା ସହିତ ଜୀବନର ପ୍ରଥମ ନଡ଼ିଆ ଆଇସ୍କ୍ରିମ୍ର ସ୍ୱାଦକୁ ଆଉ ଥରେ ଚାଲନ୍ତୁ ରିକ୍ରିଏଟ୍ କରିବା। ତାହେଲେ ଆଜି ଚାଲନ୍ତୁ ବନେଇ ନେବା ନଡ଼ିଆ ଆଇସ୍କ୍ରିମ୍। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ୍ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ନଡ଼ିଆ ଆଇସ୍କ୍ରିମ୍ ବନେଇବା ପାଇଁ ଚାଲନ୍ତୁ ପ୍ରଥମେ ନେଇଯିବା ନଡ଼ିଆ। ମୁଁ ଏଇଠି ଗୋଟେ ବଡ଼ ସାଇଜ୍ର ନଡ଼ିଆ ନେଇଛି। ଆଉ ତାକୁ ପ୍ରଥମେ ଚାଲନ୍ତୁ ଫଟେଇ ଦେବା। ଆପଣ ଯେଉଁ ପ୍ରକାର ନଡ଼ିଆ ନେଲେ ବି ଚଳିବ, କିନ୍ତୁ ଯଦି ଆପଣ କଷି ନଡ଼ିଆ ନେଉଛନ୍ତି ତାର ସ୍ୱାଦ ବହୁତ ଭଲ ଆସିବ। ନଡ଼ିଆକୁ ଆମେ 2 ଫାଳ କରିକି ତାକୁ ଛୋଟ ଛୋଟ ପିସ୍ କରି ନେବା। ଆପଣଙ୍କୁ ଯଦି ଏମିତି ନଡ଼ିଆ ଖଳପାରୁ ନଡ଼ିଆ ବାହାର କରିବା ପାଇଁ ସଦାବେଳେ ଅସୁବିଧା ହୁଏ, ତାହେଲେ ଆପଣ ଏଇ ଟେକ୍ନିକ୍ ୟୁଜ୍ କରନ୍ତୁ। କୌଣସି ଷ୍ଟିଲ୍ ଗ୍ଲାସ୍ ସାହାଯ୍ୟରେ ଆପଣ ନଡ଼ିଆକୁ ଏମିତି ଖଳପାରୁ ସହଜରେ ବାହାର କରିପାରିବେ। ମୁଁ ଯେଉଁ ନଡ଼ିଆଟି ନେଇଥିଲି ସେଇଥିରୁ ମୁଁ ଫାଳେ ନଡ଼ିଆ ନେଇଛି। ଫାଳେ ନଡ଼ିଆରେ ଆପଣ ଆରାମସେ ଛୋଟ ଆଇସ୍କ୍ରିମ୍ 10ଟି ପାଇଯିବେ। ଏବେ ଚାଲନ୍ତୁ ତାର ଚୋପା ଛଡ଼େଇ ଦେବା ଆଉ ତାକୁ ଛୋଟ ଛୋଟ ପିସ୍ କରି ନେବା। ଏବେ ଚାଲନ୍ତୁ ଗୋଟେ ଗ୍ରାଇଣ୍ଡିଂ ଜାର୍ ନେଇଯିବା ଆଉ ଛୋଟ ଛୋଟ ପିସ୍ କରିଥିବା ନଡ଼ିଆକୁ ସେଇଥିରେ ବାଟି ନେବା। ଯେମିତି ଆମର ପିଠା ପାଇଁ ବା କାକରା ପିଠା, ମଣ୍ଡା ପିଠା ପାଇଁ ଯେମିତି ପୁର ପ୍ରସ୍ତୁତ ହୁଏ, ନଡ଼ିଆକୁ ଯେମିତି ଭାବରେ କରାହୁଏ ସେହିପରି ଭାବରେ ଆପଣ କରିନେବେ। ଏଇଠି ଦେଖନ୍ତୁ, ଏହିପରି ଭାବରେ ଆପଣ ନଡ଼ିଆକୁ ଭଲ ଭାବରେ ବାଟି ନେବେ। ଏବେ ଏଇ ଭିତରୁ ଆମେ ଅଳ୍ପ କିଛି ନଡ଼ିଆ କୋରାକୁ ଆମେ ଗୋଟେ ଛୋଟ ବାଉଲରେ ରଖି ନେବା। ଆପଣଙ୍କର ଯଦି ମନେ ଥିବ ସେ ଛୋଟ ଦିନର କଥା, ଆମେ ନଡ଼ିଆ ଆଇସ୍କ୍ରିମ୍ ଖାଇଲା ବେଳେ ନଡ଼ିଆ ଆଇସ୍କ୍ରିମ୍ର ଆଗ ଭାଗରେ ମାନେ ଆମର ଟପ୍ରେ ଅଳ୍ପ କିଛି ନଡ଼ିଆ ତାକୁ ଡେକୋରେଟ୍ ପାଇଁ ଦିଆହେଇଥାଏ, ଯାହାକି ଖାଇଲା ବେଳେ ପାଟିକୁ ଲାଗେ ଆଉ ବହୁତ ଭଲ ଲାଗିଥାଏ। ସେଇ ଟେକ୍ସଚର ଆଣିବା ପାଇଁ ମୁଁ ଏଥିରୁ ଅଳ୍ପ କିଛି ନଡ଼ିଆ କୋରାକୁ ସାଇଡ଼ରେ ରଖି ନେଇଛି। ଏଇ ନଡ଼ିଆ କୋରାକୁ ଆମେ ଆଇସ୍କ୍ରିମ୍ ବସେଇଲା ବେଳେ ଆମେ ସେତେବେଳେ ଦେବା, ଯାହାଫଳରେ କି ଆଇସ୍କ୍ରିମ୍ ଆମର ଭଲ ଭାବରେ ବସି ସାରିଲା ପରେ ଯେତେବେଳେ ଆମେ ଖାଇବା, ୟାର ଛୋଟ ଛୋଟ ଚଙ୍କ୍ସ ସବୁ ପାଟିକୁ ଆସିବ ଆଉ ଖାଇବା ପାଇଁ ବହୁତ ଭଲ ଲାଗିବ। ଏବେ ଦେଖନ୍ତୁ, ଯେଉଁ ବଳିଥିବା ନଡ଼ିଆ କୋରାରେ ଆମେ ପକାଇ ନେବା କ୍ଷୀର। ସେଥିପାଇଁ ଦେଖନ୍ତୁ, ମୁଁ ଏଇଠି 500 ml କ୍ଷୀରକୁ ଭଲ ଭାବରେ ଫୁଟେଇ ନେଇଛି ଆଉ ତାକୁ ଥଣ୍ଡା କରିଦେବା। ଥଣ୍ଡା କରିସାରିଲା ପରେ ଆମେ ବ୍ୟବହାର କରିବା। ଥଣ୍ଡା କରିବେ ମାନେ ଆପଣ ଫ୍ରିଜକୁ ନେବେନି, ତାକୁ ନର୍ମାଲି ଥଣ୍ଡା କରିବେ। ରୁମ୍ ଟେମ୍ପରେଚରକୁ ତାର ଟେମ୍ପରେଚରଟା ଆଣି ପକାଇବେ। ଏବେ ଏଇଠି କିଛି ସମୟ ମୁଁ ଛାଡ଼ି ଦେଇଥିଲି। କ୍ଷୀର ଥଣ୍ଡା ହେଇସାରିଲା ପରେ ଆମେ କ୍ଷୀରକୁ ନଡ଼ିଆ କୋରାରେ ଢାଳି ନେବା। ଏଇଠି ଆପଣ ଚାହିଁଲେ ଏଇଥିରେ ମିଲ୍କ ପାଉଡର ମଧ୍ୟ ଆଡ୍ କରିପାରିବେ, କିନ୍ତୁ ବିନା ମିଲ୍କ ପାଉଡରରେ ମଧ୍ୟ ଏଇ ଆଇସ୍କ୍ରିମ୍ ବହୁତ ଭଲ ଲାଗିବ। କ୍ଷୀରକୁ ଢାଳି ଦେଇକି ଆମେ ପକାଇ ନେବା ସେଇଥିରେ ଚିନି। ଆପଣ କେତେ ମିଠା ଖାଉଛନ୍ତି ସେଇ ଅନୁସାରେ ଆପଣ ସେଥିରେ ଚିନି ଆଡ୍ କରିବେ। ଯେହେତୁ ମୁଁ ଏଇଠି 10ଟି ଛାଞ୍ଚରେ ଆଇସ୍କ୍ରିମ୍ ବସେଇବି, ସେଥିପାଇଁ 5 ବଡ଼ ଚାମଚ ଚିନି ଗୁଣ୍ଡ ଆଡ୍ କରିଛି। ମାନେ ଏଇଠି 2ଟି ଛାଞ୍ଚ ପାଇଁ ମୁଁ ଗୋଟେ ବଡ଼ ଚାମଚ ଚିନି ଗୁଣ୍ଡ ଆଡ୍ କରିଛି। ଆପଣ ଚାହିଁଲେ ଚିନି ଗୁଣ୍ଡ ପରିବର୍ତ୍ତେ ଚିନି ମଧ୍ୟ ଆଡ୍ କରିପାରିବେ। ଚିନିକୁ ଦେଇ ସାରିଲା ପରେ ଆମେ ୟାକୁ 5 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଗ୍ରାଇଣ୍ଡିଂ କରି ନେବା। ଗ୍ରାଇଣ୍ଡିଂ କରିବା ଦ୍ୱାରା ସବୁ ଜିନିଷ ଭଲ ଭାବରେ ମିକ୍ସ ହେଇଯିବ ଆଉ ଭଲ ଭାବରେ ବ୍ଲେଣ୍ଡିଂ ହେଇଯିବ। ବାଟିବା ଦ୍ୱାରା ଆମର କ୍ଷୀରରେ ନଡ଼ିଆର ଫ୍ଲେଭର ଆସିଯିବ ବା ନଡ଼ିଆ ସହିତ ନଡ଼ିଆ କ୍ଷୀରର ଫ୍ଲେଭର ନର୍ମାଲ କ୍ଷୀରରେ ମଧ୍ୟ ମିଶିଯିବ, ଯାହାକି ଖାଇବା ପାଇଁ ବହୁତ ଭଲ ଲାଗିବ। ଏବେ ଚାଲନ୍ତୁ ୟାକୁ ବାଟି ନେବା। ବାଟି ସାରିଲା ପରେ ଦେଖନ୍ତୁ, ଇଏ ଏବେ ରେଡ଼ି ହେଇଯାଇଛି। ୟାପରେ ଆପଣ ଗୋଟେ ଆଇସ୍କ୍ରିମ୍ ଛାଞ୍ଚ ନେଇଯିବେ। ଏଇ ଛାଞ୍ଚଟି ଆପଣଙ୍କୁ ବଜାରରେ ମିଳିଯିବ, ପ୍ଲାଷ୍ଟିକ ଦୋକାନରୁ ମିଳିଯିବ, କିମ୍ବା ଆପଣ ଚାହିଁଲେ ଅନଲାଇନରୁ ମଧ୍ୟ ଆଣିପାରିବେ। ଏବେ ଯେଉଁ ଆମେ ନଡ଼ିଆ କୋରା ରଖିଥିଲେ ସେ ସବୁଥିରୁ ଆମେ ଅଳ୍ପ ଅଳ୍ପ କିଛି ନଡ଼ିଆ କୋରା ଏବେ ଛାଞ୍ଚରେ ପ୍ରଥମେ ଦେଇଦେବା। ଯେହେତୁ ନଡ଼ିଆ ଆଇସ୍କ୍ରିମ୍, ସେଥିପାଇଁ ଆପଣ ନଡ଼ିଆ କୋରାକୁ ପକାଇବା ପାଇଁ ବିଲକୁଲ ବି କଞ୍ଜୁସି କରିବେ ନାହିଁ। ଭରି ଭରି ଏଇଥିରେ ନଡ଼ିଆ କୋରା ପକାଇବେ। ନଡ଼ିଆ କୋରାକୁ ସବୁ ଛାଞ୍ଚରେ ଆମେ ସମାନ ପରିମାଣର ପକାଇ ନେବା। ଏବେ ସେଇଥିରେ ଆମେ କ୍ଷୀର ପକାଇ ନେବା। ଯେଉଁ ନଡ଼ିଆ, କ୍ଷୀର, ଚିନିକୁ ଆମେ ବାଟି ରଖିଥିଲେ ତାକୁ ଆମେ ସବୁ ଛାଞ୍ଚରେ ଢାଳିଦେବା। ଏଇଠି ଦେଖନ୍ତୁ, ଭଲ ଭାବରେ ଏଇଠି ଆମେ ସବୁ ଛାଞ୍ଚ ଗୁଡ଼ାକ ଫିଲ୍ଅପ୍ କରିଦେବା। ତା ସହିତ ଏବେ ଆମେ ଏଇଥିରେ କ୍ୟାପ୍ ଲଗାଇଦେବା। ଆପଣଙ୍କ ପାଖରେ ଯଦି ଆଇସ୍କ୍ରିମ୍ ମୋଲ୍ଡ ନାହିଁ କିମ୍ବା ଅନ୍ୟ କୌଣସି ଛାଞ୍ଚ ନାହିଁ, ଆପଣ ଷ୍ଟିଲ୍ ଗ୍ଲାସ୍ର ବ୍ୟବହାର କରିପାରିବେ ଆଉ ମଝିରେ ଷ୍ଟିଲ୍ ଚାମଚ ଦେଇପାରିବେ। ନହେଲେ ଆପଣ ଚାହିଁଲେ ଏହିପରି ଭାବରେ ଛୋଟ ଛୋଟ କଫି କପ୍ ମଧ୍ୟ ୟୁଜ୍ କରିପାରିବେ। ୟା ଭିତରେ ଆପଣ ଆଇସ୍କ୍ରିମ୍ ଢାଳିକି ୟାକୁ ଡିପ୍ ଫ୍ରିଜରେ ରଖିପାରିବେ। ଟିକେ ଏଇ ଆଇସ୍କ୍ରିମ୍ ଜମି ଆସିଲା ବେଳେ ଆପଣ ସେଥିରେ ଆଇସ୍କ୍ରିମ୍ ଷ୍ଟିକ୍
नहले चामच गेंजी देबे जहाद्वारा कि से पूरा सेट हो नहले एहीपरि भाବରେ ଯଦି ଆପଣଙ୍କ ପାଖରେ କୁଲଫିର ମୋଲ୍ଡ ଅଛି ତାକୁ ମଧ୍ୟ ବ୍ୟବହାର କରିପାରିବେ। ଯେହେତୁ ଏଇଠି ମୋର କିଛି ଆଇସ୍କ୍ରିମ୍ ବଞ୍ଚି ଯାଇଥିଲା ସେଥିପାଇଁ ତାକୁ ମୁଁ କୁଲଫି ମୋଲ୍ଡରେ ପକେଇ ନେଇଛି। ଏବେ ଚାଲନ୍ତୁ ଏଇ ସବୁ ଜିନିଷକୁ ଆମେ ଡିପ୍ ଫ୍ରିଜରେ ପାଖାପାଖି 7 ରୁ 8 ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦେବା। ମୁଁ ୟାକୁ ରାତିରେ କରିଥିଲି ଆଉ ରାତି ଯାକ ପୁରା ଫ୍ରିଜରେ ମାନେ ଡିପ୍ ଫ୍ରିଜରେ ଛାଡ଼ି ଦେଇଥିଲି ଯାହାଫଳରେ କି ଭଲ ଭାବରେ ଜମି ଯାଇଥିଲା। এই ଭିଡ଼ିଓଟି ଆପଣ ଦେଖୁଛନ୍ତି ତାପର ଦିନ ସକାଳର ଭିଡ଼ିଓ। ଏବେ ଏଇଠି ଦେଖନ୍ତୁ ମୁଁ ୟାକୁ ଏବେ ଡିପ୍ ଫ୍ରିଜରୁ ବାହାର କରିକି ଆଣିଛି ଆଉ ଏଇଠୁ ଆପଣ ଦେଖିପାରୁଥିବେ ଏଇଥିରୁ ଧୂଆଁ ବାହାରୁଛି ମାନେ ବହୁତ ଚିଲ୍ଡ ଅଛି। ଏବେ ୟାକୁ କିଛି ସମୟ ଛାଡ଼ିଦେବା ପାଖାପାଖି 2 ରୁ 3 ମିନିଟ୍ ୟାକୁ ଟିକେ ସମୟ ତରଳିବା ପାଇଁ ଛାଡ଼ିଦେବା। ଟିକେ ସମୟ ଗଲା ପରେ ଆମର ଆଇସ୍କ୍ରିମ୍ ତାର ଆଉଟର ଲେୟାରଟିକୁ ଛାଡ଼ିଦିଏ ଯେଉଁ ପ୍ଲାଷ୍ଟିକ ଲେୟାରଟି ଛାଡ଼ିଦିଏ ଯାହାଫଳରେ କି ଆପଣ ଇଜିଲି ଆଇସ୍କ୍ରିମ୍ ବାହାର କରିପାରିବେ। ଆଉ ଏଇଠି ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ନଡ଼ିଆ ଆଇସ୍କ୍ରିମ୍ ପ୍ରସ୍ତୁତ ହୋଇସାରିଛି। ଆଉ ଏଇଠି ଆପଣ ଦେଖିପାରୁଥିବେ ଛୋଟ ଛୋଟ ନଡ଼ିଆର ଚଙ୍କ୍ସ ସବୁ ରହିଛି। ଯେତେବେଳେ ବି ଆପଣ ଆଇସ୍କ୍ରିମ୍ ବନାନ୍ତୁ ଏହିପରି ଭାବରେ ନଡ଼ିଆ କୋରା ଦେବେ ଦେଖିବେ ଖାଇବେ ଆଉ ବଢ଼ିଆ ଲାଗିବ ପାଟିକୁ ଗୋଟେ କ୍ରଞ୍ଚିନେସ୍ ଆସିବ ସ୍ୱାଦ ବହୁତ ଭଲ ଆସିବ। ଏହିପରି ଭାବରେ ବନେଇବେ। এই ভিডিওରୁ ଆପଣ ଜାଣିପାରୁଥିବେ ୟା ପାଇଁ ବେଶୀ କିଛି ଇନଗ୍ରିଡିଏଣ୍ଟ ଦରକାର ନାହିଁ ଇଏ ବହୁତ ସହଜରେ ହେଇଯିବ। ତା ସହିତ ଯେହେତୁ ଘରେ ହେଉଛି ବହୁତ ହାଇଜିନ୍ ୱେରେ ମଧ୍ୟ ହେଇଯିବ। ଏବେ ଆପଣଙ୍କୁ ଯେବେ ବି ଇଚ୍ଛା ହେବ ଆପଣ ଏଇ ଆଇସ୍କ୍ରିମ୍ ବନେଇକି ଖାଇକି ଆପଣଙ୍କର ଛୋଟ ଦିନର ପିଲାଦିନର ସ୍ମୃତିକୁ ତାଜା କରିପାରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ଟେ ନିହାତି କରିବେ। ଭିଡ଼ିଓଟି ଯଦି ପସନ୍ଦ ଆସିଥିବ ତାହେଲେ ସାଙ୍ଗସାଥି ବନ୍ଧୁବାନ୍ଧବମାନଙ୍କ ସହିତ ସେୟାର କରିବେ। ମୋ ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି କିମ୍ବା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଯଦି এই ଭିଡ଼ିଓଟିକୁ ଦେଖୁଛନ୍ତି ତାହେଲେ ପେଜ୍ଟିକୁ ଫଲୋ କରିନେବେ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ରେସିପି ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।